ନୌମା ଭଗବତୀ ଶରଣ। ଦର୍ଶକ ବନ୍ଧୁ, ରାଶିଫଳ ଜାଣିବା ଆଗରୁ ଜାଣିବା ଆଜିର ପଞ୍ଚାଙ୍ଗ ବିଷୟବସ୍ତୁ ଉପରେ। ଆଜି ପୌଷ ମାସ ଶୁକ୍ଳପକ୍ଷ ରବିବାର, ଆଜି ଷଷ୍ଠୀ ତିଥି, ପୂର୍ବ ଭାଦ୍ରବ ନକ୍ଷତ୍ର, କୁମ୍ଭଚନ୍ଦ୍ର, ବରିୟାନ ଯୋଗ, କୌଳବକରଣ, ଦିବା 9 ଘଣ୍ଟା 9 ମିନିଟ୍ ପରେ ତୈତିଳକରଣ ଭୋଗ ହେବ। ଦିନଟିରେ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ। ଆଜି ମେଷ ରାଶିର ଘାତବାର ଏବଂ ମିଥୁନ ରାଶି ତତ୍ସଙ୍ଗେ ମୀନ ରାଶିର ଘାତ ଚନ୍ଦ୍ର। ରାହୁ କାଳ ଦିବା 4 ଘଣ୍ଟା 1 ମିନିଟ୍ରୁ ସନ୍ଧ୍ୟା 5 ଘଣ୍ଟା 23 ମିନିଟ୍ ମଧ୍ୟରେ। ଅଭିଜିତ ମୁହୂର୍ତ୍ତ ଦିବା 11 ଘଣ୍ଟା 38 ମିନିଟ୍ରୁ ଦିବା 12 ଘଣ୍ଟା 21 ମିନିଟ୍ ମଧ୍ୟରେ। କାଳଚକ୍ର ଅନୁସାରେ ଆଜିର ଗ୍ରହ ସ୍ଥିତି: ବୃହସ୍ପତି ବୃଷ ରାଶିରେ, ମଙ୍ଗଳ କର୍କଟ ରାଶିରେ, କେତୁ କନ୍ୟା ରାଶିରେ, ରବି ବୁଧ ଯୁକ୍ତ ହୋଇକି ଧନୁ ରାଶିରେ, ଶନି ଶୁକ୍ର ଏବଂ ଶନିଙ୍କ ସହିତ ଏକତ୍ରୀକରଣ ଅବସ୍ଥାରେ କୁମ୍ଭ ରାଶିରେ ରାହୁ ମୀନ ରାଶିରେ ଗୋଚର କରିବେ। ଦିନଟିରେ ଏକପାଦ ପୁଷ୍କର ଦୋଷ, ରାତ୍ରି 8 ଘଣ୍ଟା 15 ମିନିଟ୍ ପରେ ଦ୍ୱିପାଦ ପୁଷ୍କର ଦୋଷ। କନ୍ୟା ପ୍ରଥମ ରଜ ଦର୍ଶନ, ରାତ୍ରି 8 ଘଣ୍ଟା 17 ମିନିଟ୍ ମଧ୍ୟରେ ଦୋଷଯୁକ୍ତ। ଚନ୍ଦ୍ରମା ଆଜି ବୃହସ୍ପତିଙ୍କ ନକ୍ଷତ୍ରରେ କୁମ୍ଭ ରାଶିରେ ଗୋଚର କରିବେ। ଫଳରେ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶି ଉପରେ ଚନ୍ଦ୍ରମାଙ୍କ କେଉଁ ପ୍ରକାର ପ୍ରଭାବ ରହିବ, ଉକ୍ତ ବିଷୟବସ୍ତୁ ଉପରେ ପରିଚିତ ହେବା। କାଳପୁରୁଷ ଚକ୍ର ଅନୁସାରେ ପ୍ରଥମ ରାଶି ମେଷ ରାଶି। ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ମାନ ସମ୍ମାନ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ବହୁତ ଦିନରୁ ଅଟକି ରହିଥିବା କର୍ମ ସମ୍ପାଦନ ହେବା ସହିତ ନୂତନ ବନ୍ଧୁ ମିଳନର ସୁଯୋଗ ପ୍ରାପ୍ତି କରିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ଅତ୍ୟନ୍ତ ସୁଖଦ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 5। ଆପଣ ଆଜି ସିଦ୍ଧକୁଞ୍ଜିକା ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ଏକାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅର୍ଥ ସୁଖ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ସଦାସର୍ବଦା ପ୍ରସନ୍ନଚିତ ରହିବେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। କର୍ମମୟ ଜୀବନ ଧୀର ମନ୍ଥର ଗତିରେ ଅତିବାହିତ ହେବ। ଆର୍ଥିକ ସ୍ଥିତି ସବଳ ରହିବ, କିନ୍ତୁ ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖିବେ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ରହିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 2। ଆପଣ ଆଜି ଗଙ୍ଗଣପତାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ନବମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ମାନସିକ ଦୁଶ୍ଚିନ୍ତା ଜାଗ୍ରତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ତରତର ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଇନ ଅଦାଲତ କର୍ମ ଯଦି କିଛି ଥାଏ ତାହେଲେ ବୁଝି ବିଚାରିକି କର୍ମ ସମ୍ପାଦନ କରନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ରହିବା ସହିତ ଦିନଟିରେ ସନ୍ତାନ ଚିନ୍ତା ମଧ୍ୟ ରହିପାରେ। ଆର୍ଥିକ ସ୍ଥିତି ବିଶେଷ ସୁଖଦାୟକ ନୁହେଁ। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଯାତ୍ରା ସମୟରେ ଅନ୍ୟ କାହାରି ଉପରେ ନିର୍ଭର ରଖନ୍ତୁ ନାହିଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ନିର୍ଦ୍ୱନ୍ଦ୍ୱରେ କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ବାଇଗଣୀ ରଙ୍ଗ, ଶୁଭ ଅଙ୍କ 4। ଆପଣ ଆଜି ଦୋମ୍ ଦୁର୍ଗାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ଅଷ୍ଟମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ କ୍ଳାନ୍ତି ଅନୁଭବ କରିବେ। ସରକାରୀ ବେସରକାରୀ କର୍ମକୁ ନେଇକି ମାନ ସମ୍ମାନ ପ୍ରତି ସଦାସର୍ବଦା ଧ୍ୟାନ ରଖନ୍ତୁ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଆଦ୍ୟ ଶୁଭଦାୟକ ନୁହେଁ। ଦିନଟିରେ ସହଧର୍ମିଣୀଙ୍କ ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ସ୍ୱାସ୍ଥ୍ୟ ଶରୀର ବିଶେଷ ସୁଖଦାୟକ ନୁହେଁ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଭୟଭୀତ ଭାବନା ପ୍ରକାଶ କରିବେ। ଆପଣଙ୍କ ପାଇଁ ଶୁଭ ରଙ୍ଗ ଆଜି ଧବଳ ବର୍ଣ୍ଣ ରଙ୍ଗ, ଶୁଭ ଅଙ୍କ 1। କ୍ଳିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ରାଧାକୃଷ୍ଣାୟ ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶି ଠାରୁ ସପ୍ତମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସାହାଯ୍ୟ ସହାନୁଭୂତି ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ବିଳମ୍ବରେ କାର୍ଯ୍ୟ ସିଦ୍ଧିର ସୂଚନା ଅଛି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ଅଟେ। ପ୍ରେମ ସମ୍ପର୍କକୁ ନେଇକି ନୂତନ ଅନୁଭୂତି ଜାଗ୍ରତ ହେବ। ଆର୍ଥିକ ସ୍ଥିତି ବିଶେଷ ସୁଖଦାୟକ ନୁହେଁ। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଯାତ୍ରା ପାଇଁ ଦିନଟି ସୁଖଦ ଅଟେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତି କରିବେ।
ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ପିତାବର୍ଣ୍ଣ ରଙ୍ଗ ଶୁଭଙ୍କ ଛ। ଆପଣ ଆଜି ଦେବୀ ମନ୍ଦିରରେ ଘୃତ ଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଷଷ୍ଠ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ସଫଳତାର ଚାବିକାଠି ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ନୂତନ ବନ୍ଧୁ ମିଳନର ସୁଯୋଗ ମିଳିପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ରହିବା ସହିତ ଗୁପ୍ତ ଶତ୍ରୁ ପରାଜିତ ହେବାର ମଧ୍ୟ ସୂଚନାରୁ ଜଣାଥାଏ। ଆର୍ଥିକ ସ୍ଥିତି ଅତି ଉତ୍ତମ ଅଟେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଅଳ୍ପ ମାତ୍ରାରେ ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ଅମୃତ ତୁଲ୍ୟ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳପ୍ରାପ୍ତି କରିବା ସହିତ ବନ୍ଧୁ ଗହଣରେ ସମୟ ଅତିବାହିତ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ନୀଳବର୍ଣ୍ଣ ରଙ୍ଗ ଶୁଭଙ୍କ 8। ଆପଣ ଆଜି ସିଦ୍ଧକୁଞ୍ଜିକା ମନ୍ତ୍ର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ପଞ୍ଚମ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଘାତ ପ୍ରତିଘାତ ଯୋଗ ସଂଘଟିତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ମନ ଭିତରେ ଭୟଭୀତ ଭାବନା ଜାଗ୍ରତ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରଖନ୍ତୁ। ଆର୍ଥିକ ସ୍ଥିତି ପ୍ରତି ଅନୁଧ୍ୟାନ ଦେବା ସହିତ ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ବିରକ୍ତି ଭାବ ପ୍ରକାଶ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ଧବଳବର୍ଣ୍ଣ ରଙ୍ଗ ଶୁଭଙ୍କ 2। ଆପଣ ଆଜି ଗଙ୍ଗଣପତାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଚତୁର୍ଥ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଘାତ ପ୍ରତିଘାତ ଯୋଗ ସଂଘଟିତ ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ଶାରୀରିକ ବ୍ୟଥା ଅନୁଭବ କରିପାରନ୍ତି। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ବିଶେଷ ସୁଖଦାୟକ ନୁହେଁ। ପ୍ରେମ ସମ୍ପର୍କକୁ ନେଇକି ମାନ ସମ୍ମାନ ପ୍ରତି ପ୍ରବଳ ମାତ୍ରାରେ ଧ୍ୟାନ ରଖନ୍ତୁ। ଆକସ୍ମିକ ମାନ ହାନିର ମଧ୍ୟ ସୂଚନା ଅଛି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆର୍ଥିକ ସ୍ଥିତିକୁ ନେଇକି ବାଦ ବିବାଦ ଉତ୍ପନ୍ନ ହେବ। ସ୍ୱାସ୍ଥ୍ୟ ଶରୀର ପ୍ରତି ଧ୍ୟାନ ରଖିବା ସହିତ ପାରିବାରିକ ପରିବେଶ ପ୍ରତି ଧ୍ୟାନ ରଖନ୍ତୁ। ବିଶେଷ କରି ଗୃହ ଗଚ୍ଛିତ ସମ୍ପତ୍ତି ନଷ୍ଟ ହେବାର ସୂଚନାରୁ ଜଣାଯାଏ। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ କ୍ଳାନ୍ତି ଅନୁଭବ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ରକ୍ତବର୍ଣ୍ଣ ରଙ୍ଗ ଶୁଭଙ୍କ 4। ଆପଣ ଆଜି ଦେବୀ ମନ୍ଦିରରେ ଘୃତ ଦୀପ ଅର୍ପଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ଧନୁରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ତୃତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ନୂତନ ବନ୍ଧୁ ମିଳନର ସୁଯୋଗ ପ୍ରାପ୍ତି ହେବ। ମିଳିତ ବ୍ୟବସାୟକୁ ନେଇକି ପ୍ରବଳ ପରିମାଣରେ ଲାଭର ସୂଚନା ଅଛି। ବେସରକାରୀ କର୍ମକୁ ନେଇକି ମନ ଭିତରେ ଶାନ୍ତିର ବାତାବରଣ ଜାତ ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଖଦ ଅଟେ। ଆର୍ଥିକ ସ୍ଥିତି ଅତି ଉତ୍ତମ ରହିବ। ସ୍ୱାସ୍ଥ୍ୟ ଶରୀର ସବଳ ରହିବା ସହିତ ଯାତ୍ରା ସମୟରେ ଶୁଭଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ପାଇପାରନ୍ତି। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ଘୃତବର୍ଣ୍ଣ ରଙ୍ଗ ଶୁଭଙ୍କ 1। ଆପଣ ଆଜି ପିତାମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱିତୀୟ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ପରିଶ୍ରମ ମୁତାବକ ଫଳ ପ୍ରାପ୍ତି ହେବ। ସରକାରୀ ବେସରକାରୀ କର୍ମକୁ ନେଇକି ମନ ଭିତରେ ଅଶାନ୍ତିର ବାତାବରଣ ଜାତ ହୋଇପାରେ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ମଧ୍ୟମରୁ ଉତ୍ତମ ଅଟେ। ପ୍ରେମ ସମ୍ପର୍କକୁ ନେଇକି ବାଦ ବିବାଦ ଉତ୍ପନ୍ନ ହୋଇପାରେ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆର୍ଥିକ ସ୍ଥିତି ମଧ୍ୟମରୁ ଉତ୍ତମ ରହିବ। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଦିନଟିରେ ଚକ୍ଷୁ ପୀଡ଼ାର ସୂଚନା ଅଛି। ଯାତ୍ରା ପାଇଁ ଦିନଟି ବିଶେଷ ସୁଖଦାୟକ ନୁହେଁ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଆଶାତୀତ ଫଳ ପ୍ରାପ୍ତିରେ ବିଳମ୍ବ ଯୋଗ ଲକ୍ଷ୍ୟ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ବାଇଗଣୀ ରଙ୍ଗ ଶୁଭଙ୍କ 5। ଆପଣ ଆଜି କ୍ଲିଂ ମନ୍ତ୍ରକୁ 54 ଥର ପଠନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅତ୍ୟନ୍ତ ଖୁସି ଅନୁଭବ କରିବେ। ସରକାରୀ ବେସରକାରୀ କର୍ମକୁ ନେଇକି ଉଚ୍ଚ ପଦ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ଅତି ଉତ୍ତମ ଅଟେ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆର୍ଥିକ ସ୍ଥିତି ସବଳ ରହିବ। ସ୍ୱାସ୍ଥ୍ୟ ଶରୀର ସୁଖଦ ରହିବା ସହିତ ଯାତ୍ରା ସମୟରେ ଶୁଭଫଳ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଉନ୍ନତିମୂଳକ କର୍ମ ସମ୍ପାଦନ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ସବୁଜବର୍ଣ୍ଣ ରଙ୍ଗ ଶୁଭଙ୍କ 8। ଆପଣ ଆଜି ବିଷ୍ଣୁ ଚରଣାମୃତ ସେବନ କରନ୍ତୁ। ଦିନଟି ଅତ୍ୟନ୍ତ ସୁଖଦ ରହିବ। ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ଚନ୍ଦ୍ରମା ରାଶିଠାରୁ ଦ୍ୱାଦଶ ସ୍ଥାନରେ ଗୋଚର କରିବେ। ଫଳରେ କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ଅର୍ଥହାନିର ସୂଚନା ଅଛି। ସରକାରୀ ବେସରକାରୀ କର୍ମକୁ ନେଇକି ପରିଶ୍ରମ ମୁତାବକ ଫଳ ପ୍ରାପ୍ତି ହେବ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କ ସୁଦୃଢ଼ ରଖନ୍ତୁ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆର୍ଥିକ ସ୍ଥିତି ବିଶେଷ ସୁଖଦାୟକ ନୁହେଁ। ଆବଶ୍ୟକ ସ୍ଥଳେ ଅର୍ଥ ବ୍ୟୟ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ଶରୀର ପ୍ରତି ଯତ୍ନଶୀଳ ରୁହନ୍ତୁ। ଯାତ୍ରା ପାଇଁ ଦିନଟି ମଧ୍ୟମ ଫଳଦାୟକ। ବିଦ୍ୟାର୍ଥୀ ଓ ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟ ଉପରେ ନିର୍ଭରଶୀଳ ରହିବେ। ଆପଣଙ୍କ ପାଇଁ ଶୁଭରଙ୍ଗ ଆଜି ହଳଦୀ ବର୍ଣ୍ଣ ରଙ୍ଗ ଶୁଭଙ୍କ 2। ଆପଣ ଆଜି ଓଁ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ପଠନ କରନ୍ତୁ।
ଦିନଟି ଅତ୍ୟନ୍ତ ସୁଖତର ହେବ। ଦର୍ଶକ ବନ୍ଧୁ, ଇଏ ଥିଲା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଦ୍ୱାଦଶ ରାଶିର ରାଶିଫଳ ଏବଂ ଆଜିର ପଞ୍ଚାଙ୍ଗ ବିଷୟବସ୍ତୁ। ଏବେ ଅନୁମତି ଦିଅନ୍ତୁ। ନୋ ମା ଭଗବତୀ ଶରଣ।